ଜୟ ମା ମଙ୍ଗଳା ଅଷ୍ଟୋଡ଼ିଆ ତରଫରୁ ସମସ୍ତଙ୍କୁ ସ୍ୱାଗତ। ଜାଣିମା ଆଜିର ପଞ୍ଚାଙ୍ଗ ଏବଂ ରାଶିଫଳ ବିଷୟ। ଆୟୁରକ୍ଷତ ମଙ୍ଗଳା, ଧର୍ମରକ୍ଷତ ପାର୍ବତୀ, ଯଶ କୀର୍ତ୍ତିଶ ଲକ୍ଷ୍ମୀ ସଂଘ ସର୍ବରକ୍ଷତ ମଙ୍ଗଳା ଓ ନୀଳାଞ୍ଜନ ସମାଭାସଂ ରବିପୁତ୍ରଂ ୟମାଗଜଂ ଛାୟା ବର୍ତ୍ତନ ସମ୍ଭୂତଂ ତଂ ନମାମି ଶନିଶ୍ଚରମ୍। ମା ମଙ୍ଗଳା ପ୍ରଭୁ ଶନିଦେବ ସମସ୍ତଙ୍କର ମଙ୍ଗଳ ବିଧାନ କରନ୍ତୁ। ଜାଣିମା ଆଜିର ପଞ୍ଚାଙ୍ଗ। ମାର୍ଗଶିର ମାସ ଶୁକ୍ଳପକ୍ଷ ବିଛା 19 ଦିନ, ଡିସେମ୍ବର 4 ତାରିଖ ବୁଧବାର। ଆଜି ତୃତୀୟା ତିଥି, ଦିନ 1 ଘଣ୍ଟା 11 ମିନିଟ୍ ପର୍ଯ୍ୟନ୍ତ, ପୂର୍ବଷଳା ନକ୍ଷତ୍ର ସନ୍ଧ୍ୟା 5 ଘଣ୍ଟା 15 ମିନିଟ୍ ପର୍ଯ୍ୟନ୍ତ, ଧନୁଚନ୍ଦ୍ର ରାତ୍ର 11 ଘଣ୍ଟା 20 ମିନିଟ୍ ପର୍ଯ୍ୟନ୍ତ। ଅଦ୍ୟ କର୍କଟ ରାଶିରେ ଆଜି ଘାତବାର। ସୂର୍ଯ୍ୟ ଉଦୟ ପ୍ରାତଃ 6 ଘଣ୍ଟା 8 ମିନିଟ୍ 23 ସେକେଣ୍ଡ ଗତେ, ସୂର୍ଯ୍ୟ ଅସ୍ତ 5 ଘଣ୍ଟା 5 ମିନିଟ୍ 20 ସେକେଣ୍ଡ ଗତେ। ଜାଣିମା ଆଜିର ରାହୁକାଳ। ଦିବା 11 ଘଣ୍ଟା 39ରୁ ଦିବା 1 ଘଣ୍ଟା 1 ମିନିଟ୍ ମଧ୍ୟ ରାହୁକାଳ। ଜାଣିମା ଶୁଭକର୍ମ ଅଦ୍ୟ ସନ୍ଧ୍ୟା 5 ଘଣ୍ଟା 15 ମିନିଟ୍ ଗତେ, ରାତ୍ର 1 ଘଣ୍ଟା 3 ମିନିଟ୍ ମଧ୍ୟ ଉତ୍ତରଷଢ଼ା ନକ୍ଷତ୍ରରେ ବିବାହ ପାଣିଗ୍ରହଣ। ଗତ ଦିବସ ନକ୍ଷତ୍ର ଓ ରାଶିଙ୍କର ତାରାଚନ୍ଦ୍ର ସୁଧି ତୁଳା, କୁମ୍ଭ ରାଶି ପୁରୁଷ ଓ ବୃଷ, ମିଥୁନ ରାଶି ମହିଳାଙ୍କର ଘାତଚନ୍ଦ୍ର। ସନ୍ଧ୍ୟା 5 ଘଣ୍ଟା 15 ମିନିଟ୍ ଗତେ ଦ୍ୱିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଅଶ୍ଳେଷା, ପୂର୍ବ ଫାଲ୍ଗୁନୀ, ହସ୍ତ, ଚିତ୍ରା, ବିଶାଖା, ଶ୍ରବଣ, ଧନିଷ୍ଠା, ପୂର୍ବଭଦ୍ର, ରେବତୀ ନକ୍ଷତ୍ରଙ୍କର ତାରା ସୁଧି। ରାତ୍ର 11 ଘଣ୍ଟା 20 ମିନିଟ୍ ଗତେ ମେଷ, ବୃଷ, କର୍କଟ, କନ୍ୟା, ବିଛା, ଧନୁ, ମକର ଓ ମୀନ ରାଶିର ଚନ୍ଦ୍ର ସୁଧି। ସିଂହ ରାଶି ପୁରୁଷଙ୍କର ଘାତଚନ୍ଦ୍ର। ମୃତେ ସନ୍ଧ୍ୟା 5 ଘଣ୍ଟା 15 ମିନିଟ୍ ଗତେ ଏକପାଦ ପୁଷ୍କର ଦୋଷ। ଆଜି ତୃତୀୟାର ଏକଦିଷ୍ଟ ପାର୍ବଣ, ଚତୁର୍ଥୀର ଏକଦିଷ୍ଟ ପାର୍ବଣ ଶ୍ରାଦ୍ଧ। ପୋଟଳ ଓ ମୂଳା ଖାଇବା ଆଜି ମନା। ଜାଣିମା ଆଜିର ଅମୃତବେଳା ବିଷୟ। 8 ଘଣ୍ଟା 23 ମିନିଟ୍ ଗତେ 11 ଘଣ୍ଟା 18 ମିନିଟ୍ ମଧ୍ୟ, ସନ୍ଧ୍ୟା 6 ଘଣ୍ଟା ଗତେ ରାତ୍ର 10 ଘଣ୍ଟା 21 ମିନିଟ୍ ମଧ୍ୟ, ରାତ୍ର 1 ଘଣ୍ଟା 51 ମିନିଟ୍ ଗତେ ରାତ୍ର 4 ଘଣ୍ଟା 27 ମିନିଟ୍ ମଧ୍ୟ ଅମୃତ ବେଳା। ଜାଣିମା ମାହେନ୍ଦ୍ର ବେଳା ବିଷୟ। ପ୍ରାତଃ 6 ଘଣ୍ଟା 55 ମିନିଟ୍ ଗତେ, ଦିନ 8 ଘଣ୍ଟା 23 ମିନିଟ୍ ମଧ୍ୟ ଅମୃତ ମାହେନ୍ଦ୍ର ବେଳା। ଜାଣିମା ଆଜିର ରାଶିଫଳ। ମେଷ ରାଶିରେ ମୀନ ରାଶି ପର୍ଯ୍ୟନ୍ତ କେଉଁ ରାଶିରେ କେମିତି ଅଛି, କିପରି ଅଛି, ଆସନ୍ତୁ ବିଚାର କରିବା। ଜୟ ମା ମଙ୍ଗଳା, ଜୟ ଶନିଦେବ। ମେଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି କିପରି ଭାବେ କଟିବ? ବ୍ୟବସାୟରେ କ୍ଷତିଗ୍ରସ୍ତ ହେବେ, କର୍ମକ୍ଷେତ୍ରରେ ହଇରାଣ ହୋଇପାରନ୍ତି, ଦୁର୍ଜନ ଲୋକଙ୍କ ସହ ବନ୍ଧୁତା ଯୋଗୁଁ ହଇରାଣ ହୋଇପାରନ୍ତି, ବାଦ ବିବାଦରୁ ଦୂରାଇ ରୁହନ୍ତୁ, ଶତ୍ରୁମାନେ ଆଜି ହଇରାଣ କରିପାରନ୍ତି, ମହିଳାମାନେ ଚିନ୍ତିତ ରହିବେ, ଛାତ୍ର ଓ ଛାତ୍ରୀମାନେ ଅସଫଳ ହେବେ। ତାପରେ ଜାଣିମା ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଜି ଦିନଟି କିପରି ଭାବେ କଟିବ? କର୍ମକ୍ଷେତ୍ରରେ ବନ୍ଧୁମାନେ ଆଜି ହଇରାଣ କରିବେ, ବ୍ୟବସାୟରେ କ୍ଷତି ହେବ, ମାନସିକ ଚିନ୍ତା ବୃଦ୍ଧି ପାଇବ, ପାରିବାରିକ କଳହ ଦେଖା ଦେଇପାରେ, ଧନହାନି ହେବ, ମହିଳାମାନେ ଧର୍ମପରାୟଣ ହେବେ, ଛାତ୍ର ଓ ଛାତ୍ରୀମାନେ ଶିକ୍ଷାରେ ଲାଭ କରିବେ। ତାପରେ ଜାଣିମା ମିଥୁନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଜି ଦିନଟି କିପରି ଭାବେ କଟିବ? ବ୍ୟବସାୟରେ ଉନ୍ନତି ହେବ, ଲାଭବାନ ହେବେ, କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ, ଶତ୍ରୁମାନେ ଆଜି ପରାଜିତ ହେବେ, ସାମାଜିକ ମାନ ସମ୍ମାନ ବୃଦ୍ଧି ପାଇବ, ଶାରୀରିକ ଅସୁସ୍ଥତା କିନ୍ତୁ ଦେଖା ଦେଇପାରେ, ସେଥିପାଇଁ ସତର୍କ ରହିବେ, କିଛି କାର୍ଯ୍ୟରେ ବିଳମ୍ବ ହୋଇପାରେ, ମହିଳାମାନେ ସୁଖୀ ହେବେ, ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କରିବେ। ତାପରେ ଜାଣିମା କର୍କଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଜି ଦିନଟି କିପରି ଭାବେ କଟିବ? କର୍ମକ୍ଷେତ୍ରରେ ବ୍ୟସ୍ତତା ବଢ଼ିବ, ବୁଦ୍ଧି ଓ କୌଶଳ ବଳରେ ବାଧାବିଘ୍ନ ଦୂର ହେବ, ମାନ ସମ୍ମାନ ବୃଦ୍ଧି ପାଇବ, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟରେ ସଫଳତା ମିଳିବ, ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ, ଶାରୀରିକ ସୁସ୍ଥତା ଦେଖା ଦେଇପାରେ, ମହିଳାମାନେ ଧର୍ମପରାୟଣ ହେବେ, ଛାତ୍ରଛାତ୍ରୀମାନେ ସଫଳତା ଲାଭ କରିବେ। ତାପରେ ଜାଣିମା ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଜି ଦିନଟି କିପରି ଭାବେ କଟିବ? ବ୍ୟବସାୟରେ ଲାଭବାନ ହେବେ, ପରିଶ୍ରମ ଦ୍ୱାରା ସଫଳତା ଲାଭ କରିବେ, ମାନସିକ ଚିନ୍ତା ବୃଦ୍ଧି ପାଇବ, ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି, ବିଗିଡ଼ି ଯାଇଥିବା କାର୍ଯ୍ୟରେ ସଫଳତା ପାଇପାରନ୍ତି, ମହିଳାମାନେ ଚିନ୍ତିତ ରହିବେ, ଛାତ୍ର ଓ ଛାତ୍ରୀମାନେ ଶିକ୍ଷାରେ ଉନ୍ନତି କରିବେ। ତାପରେ ଜାଣିମା କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଜି ଦିନଟି କିପରି ଭାବେ କଟିବ? କର୍ମକ୍ଷେତ୍ରରେ ଉନ୍ନତି ହେବ, ବ୍ୟବସାୟରେ ସଫଳତା ମିଳିବ, ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ମିଳିବ, ପାରିବାରିକ ଶାନ୍ତି ବୃଦ୍ଧି ପାଇବ, ସମାଜରେ ମାନ ସମ୍ମାନ ମିଳିବ, ବିଗିଡ଼ି ଯାଇଥିବା କାର୍ଯ୍ୟ ସଫଳ ହେବ, ମହିଳାମାନେ ସୁଖୀ ହେବେ, ଛାତ୍ର ଓ ଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କରିବେ।
ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଜି ଦିନଟି କିପରି ଭାବେ କଟିବ? ବ୍ୟବସାୟରେ ଲାଭବାନ ହେବେ, କର୍ମକ୍ଷେତ୍ରରେ ଉନ୍ନତି ହେବ। କୌଣସି ବ୍ୟକ୍ତିଙ୍କୁ ବିଶ୍ୱାସ କରନ୍ତୁ ନାହିଁ, ନଚେତ ହଇରାଣରେ ପଡ଼ିଯାଇପାରନ୍ତି। ନୂତନ ଦ୍ରବ୍ୟ କ୍ରୟର ସୁଯୋଗ ଆସିବ। ପାରିବାରିକ ଆନନ୍ଦ ବୃଦ୍ଧି ପାଇବ। ମହିଳାମାନେ ଆନନ୍ଦିତ ହେବେ। ଛାତ୍ରଛାତ୍ରୀମାନେ ସଫଳତା ଲାଭ କରିବେ। ତାପରେ ଜାଣିବା ବିଛା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଜି ଦିନଟି କିପରି ଭାବେ କଟିବ? କର୍ମକ୍ଷେତ୍ରରେ ବାଧା ସୃଷ୍ଟି ହୋଇପାରେ। ବ୍ୟବସାୟରେ ଆର୍ଥିକ କ୍ଷତି ହେବ। ସାବଧାନ ରହିବା ନିହାତି ଆବଶ୍ୟକ। ଶାରୀରିକ ଅସୁସ୍ଥତା ପାଇଁ ଅର୍ଥ ବ୍ୟୟ ହୋଇପାରେ। କିଛି କାର୍ଯ୍ୟରେ ଅସୁବିଧା ସୃଷ୍ଟି ହୋଇପାରେ। ମହିଳାମାନେ ଧର୍ମପରାୟଣ ହେବେ। ଛାତ୍ର ଓ ଛାତ୍ରୀମାନେ ଚିନ୍ତିତ ରହିବେ। ତାପରେ ଜାଣିବା ଧନୁରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଜି ଦିନଟି କିପରି ଭାବେ କଟିବ? କିଛି ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗରେ ଇପ୍ସିତ ଅଭିଳାଷ ପୂରଣ ହେବ। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ବନ୍ଧୁ ସହଯୋଗ ମିଳିବ। ପାରିବାରିକ ଶାନ୍ତି ବୃଦ୍ଧି ପାଇବ। ମାନ ସମ୍ମାନ ବୃଦ୍ଧି ପାଇବ। ମହିଳାମାନେ ଧର୍ମପରାୟଣ ହେବେ। ଛାତ୍ର ଓ ଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କରିବେ। ତାପରେ ଜାଣିବା ମକର ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଜି ଦିନଟି କିପରି ଭାବେ କଟିବ? ବ୍ୟବସାୟରେ ଲାଭବାନ ହେବେ। ବିଭିନ୍ନ କାର୍ଯ୍ୟରେ ଇଚ୍ଛା ଅନୁସାରେ ସଫଳତା ମିଳିବ। ନୂତନ କାର୍ଯ୍ୟ ସଂସ୍ଥା କିଛି ମିଳିପାରେ। ପାରିବାରିକ ସୁଖ ବୃଦ୍ଧି ପାଇବ। ସମସ୍ତ ପ୍ରକାର ଦୁଃଖରୁ ମୁକ୍ତି ମିଳିବ। ମହିଳାମାନେ ସୁଖୀ ହେବେ। ଛାତ୍ର ଓ ଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କରିବେ। ତାପରେ ଜାଣିବା କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଜି ଦିନଟି କିପରି ଭାବେ କଟିବ? ବ୍ୟବସାୟରେ ସଫଳତା ମିଳିବ। ମାନ ସମ୍ମାନ ବୃଦ୍ଧି ପାଇବ। ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ପାରିବାରିକ ଅଶାନ୍ତି ସୃଷ୍ଟି ହେବ। କୌଣସି କାର୍ଯ୍ୟରେ କିଛି ବାଧାବିଘ୍ନ ହେବାର ସମ୍ଭାବନା ଅଛି, ତେଣୁ ସତର୍କ ରହିବେ। ମହିଳାମାନେ ଧର୍ମପରାୟଣ ହେବେ। ଛାତ୍ର ଓ ଛାତ୍ରୀମାନେ ସବୁ କାର୍ଯ୍ୟରେ ଆଜି ଅସଫଳ ହେବେ। ତାପରେ ଜାଣିବା ମୀନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଜି ଦିନଟି କିପରି ଭାବେ କଟିବ? କର୍ମକ୍ଷେତ୍ରରେ ବାଧାବିଘ୍ନ ସୃଷ୍ଟି ହୋଇପାରେ। ବନ୍ଧୁମାନେ ଆଜି ହଇରାଣ କରିପାରନ୍ତି। ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇବ। ବ୍ୟବସାୟରେ ସମାନ ରହିବ। ମାନସିକ ଅଶାନ୍ତି ବୃଦ୍ଧି ପାଇବ। ମହିଳାମାନେ ଚିନ୍ତିତ ରହିବେ। ଛାତ୍ର ଓ ଛାତ୍ରୀମାନେ ଅସଫଳ ହେବେ। ତେଣୁ ସତର୍କ ରହିବା ନିହାତି ଆବଶ୍ୟକ। ଜୟ ମା ମଙ୍ଗଳା, ଜୟ ଶନିଦେବ।